ନମସ୍କାର, ଖବର ଓଡ଼ିଆକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। 2026 ମସିହାରେ ପ୍ରଥମ ଚନ୍ଦ୍ରଗ୍ରହଣ ହୋଲି ଫାଲ୍ଗୁନ ପୂର୍ଣ୍ଣିମା 3 ମାର୍ଚ୍ଚ 2026ରେ ହେବ, ଯାହାକୁ ହିନ୍ଦୁ ଧାର୍ମିକ ବିଶ୍ୱାସ ଅନୁସାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ଗ୍ରହଣ ଭାରତରେ ମଧ୍ୟ ଦୃଶ୍ୟମାନ ହେବ, ତେଣୁ ସୂତକ ସମୟ ବୈଧ ହେବ। ଏହି ସମୟରେ କିଛି ଧାର୍ମିକ କାର୍ଯ୍ୟରେ ସତର୍କତା ଆବଶ୍ୟକ। ଚନ୍ଦ୍ରଗ୍ରହଣ 2026 ତାରିଖ ଏବଂ ସମୟ 3 ମାର୍ଚ୍ଚ 2026। ଗ୍ରହଣ ଆରମ୍ଭ ଅପରାହ୍ନ 3ଟା 20। ଗ୍ରହଣ ମଧ୍ୟଭାଗ ପ୍ରାୟ ସନ୍ଧ୍ୟା 5ଟା 4, ଶେଷ ସନ୍ଧ୍ୟା 6ଟା 47। ମୋଟ ଅବଧି ଏହି ଗ୍ରହଣ ପ୍ରାୟ 3 ଘଣ୍ଟା 37 ମିନିଟ୍ ରହିବ। ସୂତକ କାଳ କେବେ ଆରମ୍ଭ ହେବ ଏବଂ କେବେ ଶେଷ ହେବ? ଧାର୍ମିକ ବିଶ୍ୱାସ ଅନୁସାରେ ସୂତକ କାଳ ଗ୍ରହଣର ପ୍ରାୟ 2 ଘଣ୍ଟା ପୂର୍ବରୁ ଆରମ୍ଭ ହୁଏ। ଏହି ଚନ୍ଦ୍ରଗ୍ରହଣ ପାଇଁ ସୂତକ କାଳ ମାର୍ଚ୍ଚ 3 ତାରିଖ ସକାଳ 6ଟା 20ରୁ ସନ୍ଧ୍ୟା 6ଟା 46 ପର୍ଯ୍ୟନ୍ତ ଆରମ୍ଭ ହେବ। ଏହି ସମୟ ମଧ୍ୟରେ ପୂଜା, ଶୁଭ କାର୍ଯ୍ୟ ଏବଂ ରୋଷେଇ କରିବାର ସତର୍କତା ଅବଲମ୍ବନ କରିବା ଉଚିତ। ଗ୍ରହଣର ଧାର୍ମିକ ମହତ୍ତ୍ୱ। ହିନ୍ଦୁ ଧର୍ମରେ ଚନ୍ଦ୍ରଗ୍ରହଣକୁ ଏକ ବିଶେଷ ଖଗୋଳ ଏବଂ ଧାର୍ମିକ ଘଟଣା ଭାବରେ ବିବେଚନା କରାଯାଏ। ଗ୍ରହଣ ସମୟରେ ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ର ସମାନ ହୋଇଯାଆନ୍ତି, ଯାହା ଫଳରେ ଚନ୍ଦ୍ର ପୃଥିବୀର ଛାୟାରେ ବୁଡ଼ିଯାଏ। ଏହି ମୁହୂର୍ତ୍ତଗୁଡ଼ିକରେ ସତର୍କତା ଏବଂ ରୀତିନୀତି ଗୁରୁତ୍ୱପୂର୍ଣ୍ଣ। ଏହା ଭାରତରେ ଦୃଶ୍ୟମାନ ହେବ କି? ହଁ, ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ବିଶେଷ କରି ଆସାମ, ନାଗାଲାଣ୍ଡ, ମଣିପୁର ଏବଂ ମିଜୋରାମ ଭଳି ଉତ୍ତର ପୂର୍ବାଞ୍ଚଳରେ ଅନ୍ୟାନ୍ୟ ଅଂଶରେ ଗ୍ରହଣ ଶେଷ ହେବା ପୂର୍ବରୁ ଚନ୍ଦ୍ରୋଦୟ ସମୟରେ ଏହାର ପ୍ରଭାବ ଦୃଶ୍ୟମାନ ହେବ। ସୂତକ ସମୟରେ କ'ଣ କରିବେ ଏବଂ କ'ଣ କରିବେ ନାହିଁ? କ'ଣ କରିବେ? ଗୁରୁମନ୍ତ୍ର ଜପ ଏବଂ ଧ୍ୟାନ କରିବେ। ନଦୀ ଜଳରେ ସ୍ନାନ କରିବେ। ଦାନ କରିବେ। ଧାର୍ମିକ ପାଠ କରିବେ। କ'ଣ କରିବେ ନାହିଁ? ଘରେ ରୋଷେଇ କରିବା ନିଷେଧ। ବିବାହ, ଗୃହସ୍ଥାପନ ଭଳି ଶୁଭ ଘଟଣା କରିବେ ନାହିଁ। ପୂଜା, କିଛି ବିଶ୍ୱାସ ଅନୁସାରେ ନୂତନ ବ୍ୟବସାୟ କିମ୍ବା ଯାତ୍ରା ଆରମ୍ଭ କରିବେ ନାହିଁ। ଧାର୍ମିକ ବିଶ୍ୱାସ ଅନୁସାରେ ସୂତକ ଯୁଗକୁ ଏକ ଅଶୁଭ ସମୟ ଭାବରେ ବିବେଚନା କରାଯାଏ, ତେଣୁ ଏହି କଥାଗୁଡ଼ିକୁ ମନେ ରଖିବା ଉଚିତ। ବୈଜ୍ଞାନିକ ଦୃଷ୍ଟିକୋଣ। ଜ୍ୟୋତିକ ଦୃଷ୍ଟିକୋଣରୁ ଯେତେବେଳେ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିଥାଏ, ସେତେବେଳେ ଚନ୍ଦ୍ରଗ୍ରହଣ ହୁଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହାକୁ ଚନ୍ଦ୍ରଗ୍ରହଣ କୁହାଯାଏ ଏବଂ ଯେତେବେଳେ ଚନ୍ଦ୍ର ପୃଥିବୀ ଚାରିପାଖରେ ତା'ର କକ୍ଷପଥରେ ସୂର୍ଯ୍ୟ ଏବଂ ପୃଥିବୀ ସହିତ ସମାନ ହୁଏ, ସେତେବେଳେ ଏହା ଦୃଶ୍ୟମାନ ହୁଏ। ଏହା କୌଣସି ଭୟଙ୍କର ଘଟଣା ନୁହେଁ, ବରଂ ଏକ ପ୍ରାକୃତିକ ଜ୍ୟୋତିର୍ବିଜ୍ଞାନ ଘଟଣା।